ही बनी ये माँ ओडुआ ओडुआ प्रश्न मन गान लगती किचन में हाँ बोले आमर गाँ पर एक से परिदा हेला मते ओडुआ हेला हाँ हेला मते ओडुआ हेला बापर बिहा पिला कला वाह एकी विधान रो एकी एकी विधि रो विधान दियो मते ताहा प्रमाण हेला रे हेला ओडुआ हेला हाँ बापर बिहा पिला कला ए बापर बिहा पिला करबा देखो ओडुआ भीतर मुश्किल कथा बाबू तो आज्ञा माने जंत प्रश्न करिछन ଆମେ जहां कानी छ बुझे के ठीक कहम कहमा गो हेला रे हेला मते अडुआ हेला हेला बापर बिहा के हां पिला कला होय गो बोले केन बापर बिहा केन बाप के पिला बिहा करी केन करथिला गो बुझे करी कहम ने हां ई सुना 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 देई मन कर श्रवण सुना 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 देई मन सुना 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 देई मन कर श्रवण सुना 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 देई मन हस्तिनार राजा जान शान्तनु वीर राजन गंगा को से कले बिहा आहा केड़े मन लोहा हस्तिनार राजा जान शान्तनु वीर राजन गंगा को से कले बिहा आहा केड़े मन लोहा सुना 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 दे मन कर श्रवण सुना 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 दे मन सुना 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 दे मन कर श्रवण सुना 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 दे तो हस्तिनार राजा हां शांतनु किए जानिछ भीष्मंकर बापांकर नाम होची शांतनु भीष्मंकर अन्य नाम होची देवव्रत हां हां तो जेते बेले शिकार करिबा निमंते हां से माने गंगा कूल रे पहुंची छ होय होय आमर बाबूलाल जाल सम्मान रक्षा कर किछि टंका प्रदान करि छंती बोला आनंद एक बार हरि हरि बोल तार संगे संगे उपेन भी भेला सम्मान सहित किछि टंका प्रदान करि छंती बोला आनंद सागर एक बार हरि हरि बोल तो जेते बेले राजा शांतनु से माने भ्रमण करबा पई बुली 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 गंगा कूल रे पहुंच गई छ तो गंगा देवी से जगह रे आविर्भूत होई करी नव जुबा यौवन सुंदरी वेश धारण करी करी से गंगा कूल रे बुलुथा तो राजा शांतनु जेते बेले से गंगा को देखले से माने सही नहीं पाइले आ आजी मुई किसी तांकर देशन ना हस्तिना हस्तिन राजा शांतनु मुई कहूचे मुई तुमको बाहा हेबी बोले तो गंगा काना कले जदि प्रकृति तमे जदि मते बाहा हेबो बिले मोर किछिटा शर्त के तुमको मानबा के पड़बा मुई जहा करबी बाहा ही सारला पड़े तमे मना नहीं करबो मुई जहा खाइबी तमे मना नहीं करबो ए तीनटा शर्त के जदि तमे रक्षा करबो बिले मुई तुमको बाहा हेबी बोले हां हां
ये क्या पता पहुंचे जानू चलते हैं क्या बोला सुनले क्या बोला आजा अपन ने देखन देखन आर डॉक्टर के दवा लगी दिया बड़ा को लगे सब लोग डिस्टर्ब कर रहे କାଣା କେ ମୁଇଁ ଭକୁଆ ଆଜି ଏନ୍ତା ପୁରାଣ ଶାସ୍ତ୍ର ଗାଉଥିବି କାଇଁ ସମସ୍ତେ ଶାନ୍ତିରେ ବସିବେ ବୋଲି ତୁ ପୁରାଣ ଗାଏନି चल हाँ ତ ଯେତେବେଳେ ଶାନ୍ତନୁ ଗଙ୍ଗାକୁ କହିଲେ ଯେ ମୁଇଁ ତମକୁ ବାହା ହେବି ବୋଇଲେ ତ ରାଜା ଗଙ୍ଗାଙ୍କର ତାଙ୍କର ପ୍ରସ୍ତାବରେ ରାଜି ହେଇଗଲେ ଆଉ ଯେତେବେଳେ ଗଙ୍ଗାକେ ବାହା ହେଇଛନ୍ हाँ ତ ସେଇ ଗଙ୍ଗା ମାତାଙ୍କର ଅରସରୁ हाँ असंतनु 7ଟା ଛୁଆ ଜନ୍ମ ହେଲେ हेले 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 ଯେତେବେଳେ ଛୁଆ ମାନେ ଜନ୍ମ ହଉଥିବେ ହଉଥିବେ। ସେଇ ଗଙ୍ଗା ଦେବୀ ନେଇକରି ପାଣିରେ ବିସର୍ଜନ कर କରିଦେବେ दे कर दे ରାଜା କଥା ଦେଇଥିଲେ ଯେ ତମେ ଯାହା କଲେ ବି ତମକୁ ମୁଁ ନେଇ କହେ ବୋଲି କିନ୍ତୁ ରାଜାଙ୍କର ମନରେ ବହୁତ କ୍ରୋଧ ଆସିବା हेला ଯେହେତୁ ମୋର ଅରସରୁ ଛୁଆ ଜନ୍ମ ହଉଛି ଆଉ ସେ ଛୁଆକେ ନେଇକରି वो गंगारे ଗଙ୍ଗାରେ ଭସେଇ ଦଉଛି ହେଲେ ତାର କାରଣଟା କାହିଁକି ଯେ ମୁଁ ଜାଣି ନି ପାରବା ରାଜା କଥା ଦେଇଥିଲେ ଗଙ୍ଗାକୁ ଯେ ମୁଁ ତତେ କିଛି କଥା ନେଇ କହିବି ତେଣୁ କରି କରି ଶାନ୍ତନୁ ରାଜା ଗଙ୍ଗା ଦେବୀକେ କିଛି କଥା କହି नहीं ଯେତେବେଳେ 8 ନମ୍ବର ଗର୍ଭରେ हाँ ଦେବବ୍ରତ ଭୀଷ୍ମ ଜନ୍ମ ହେଲେ ରାଜା ଯେତେବେଳେ ଗଙ୍ଗା ଦେବୀ ସେ ଛୁଆକେ ବିସର୍ଜନ କରିଦେଇଛି ତ ରାଜା ମନା କଲେ ତମେ ଏନ୍ତା ଏନ୍ତା କରି ମୋର 7ଟା ଛୁଆକେ ମାରିଦେଲ ନା ଗଙ୍ଗା ଦେବୀ ହେଲେ ଇ ଛୁଆକେ ତ ବଞ୍ଚବାକେ ଦିଅ ତ କ୍ରୋଧ ହେଇଗଲେ ଗଙ୍ଗା ଦେବୀ ଯେହେତୁ ମୁଇଁ ତମକୁ ବାହା ହେଲା ସମୟରେ ମୁଇଁ ତମକୁ କହିଥିଲି ଯେ ମୁଇଁ ଯାହା କରିବି ତମକୁ ଦେଖିବାକେ ପଡବା ଆଉ କଥା ଦେଇଥିଲ ବୋଲି କରି ମୁଇଁ ତମକୁ ବାହା ହେଲି ମୁଇଁ ହଉଛେ ସ୍ୱର୍ଗର ଅପସରୀ ପୂର୍ବର ସାପ୍ୟ ବୋଲି ମର୍ତ୍ତ୍ୟରେ ଗଙ୍ଗାରେ ଜନ୍ମ ହେଲି ଆଜି ମୁଇଁ ସେ ସାପ୍ୟରୁ ମୁକ୍ତ ପାଇବି ଆଉ ସେ ଭୀଷ୍ମକେ ଛାଡ଼ିଦେଲେ ଆଜି ଠାରୁ ମୁଇଁ ତମକୁ ଭୀଷ୍ମକେ ଛାଡ଼ିଦେଲି चली गई ଆଉ ମୁଇଁ ଯାଉଛି ମୋର ସ୍ୱର୍ଗ ରୂପ हाँ ବୋଲେ ସେଦିନ ଗଙ୍ଗା ଦେବୀ ମୁକ୍ତି ପାଇଲେ ଆଉ ଶାନ୍ତନୁକୁ ଛାଡ଼ି କରି ଗଙ୍ଗା ପଳେଇ ଗଲେ ସ୍ୱର୍ଗ ଲୋକ ଆଉ ତାଙ୍କର ପୂର୍ବର ସାପ୍ୟର ମୁକ୍ତ ହେଇଗଲେ हेले ତ ଯେତେବେଳେ ଶାନ୍ତନୁକୁ ଛାଡ଼ି କରି ଗଙ୍ଗା ଦେବୀ ପଳେଇ ଯାଇଛ ଫେର ଥରେ ଶାନ୍ତନୁ ରାଜା ତାଙ୍କର ଛୁଆ ଭୀଷ୍ମକେ ପାଳନ ପୋଷଣ କରିବା ଲାଗି हाँ बिया ବିହା କରେ ବିହା नंबर କରି ତ ସେ ଜାଗାରେ କାଣା ହେଇଥିଲା ଆଗ ସତ୍ୟବତୀ ନାମ ଜାଣ ସେ ରାଜା କଲେ ବିଭାଣ ସତ୍ୟବତୀ ରାଣୀ ଥିଲା ରାଜା ତାଙ୍କୁ ବିଭାହେଲା ଶୁଣ 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 ଦେଇ ମନ କର ଖବର ଶୁଣ 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 ଦେଇ ମନ ଯେତେବେଳେ ରାଜା ଶାନ୍ତନୁକେ କନ୍ୟା ଖୋଜିଗଲେ ତ ସତ୍ୟବତୀ ନାମରେ ଗୋଟେ ରାଣୀ ଥିଲେ ତାଙ୍କୁ ବାହା ହେବା ଲାଗି ଯେତେବେଳେ ପ୍ରସ୍ତାବ ରଖିଲେ ସତ୍ୟବତୀର ତାଙ୍କର ବାପା ମନା କଲେ ଯେହେତୁ ରାଜା ତ ବାହା ହେଇ ସାରିଛନ୍ତି ଆଉ ବାହା ହେଇ ସାରିଲା ଲୋକେ ମୁଇଁ କାହିଁକି ମୋର ଝିଅକେ ଦେବି ବୋଇଲେ ତାହା ତାଙ୍କର ପୂର୍ବତନ ତାଙ୍କ ସ୍ତ୍ରୀଙ୍କର ଗର୍ଭରେ ଗୋଟେ ଛୁଆ ବି ଅଛି ମୋର ଝିଅକୁ ବି ଚିନ୍ତା ଘରେ ଦେଇ ନି ପାରେ ବୋଲି ମନା କଲେ ତ ଭୀଷ୍ମ କାଇଁ ବୋଇଲେ କାଣା କହିଲେ ଗो ଯଦି ମୁଇଁ ଜନ୍ମ ହେଇଛେ ମୋର କାରଣରୁ ଯଦି ମୋର ବାପାକେ ବାଧା ଦେବେ ବୋଲେ ମୁଇଁ ସତ୍ୟ କରୁଛେ କେବେ ବି ମୁଇଁ ହସ୍ତିନାରେ ରାଜା ନେଇ ହୁଏ ସତ୍ୟବ୍ରତ ତାଙ୍କର ନାମ ଥିଲା ସେଇ ଭୀଷ୍ମ ଆଜି ପର୍ଯ୍ୟନ୍ତ ରାଜ ଶାସନ ନେଇ କଲେ ଆଉ ସତ୍ୟ କରୁଛେ ଯଦି ମୋର କାରଣରୁ ଯଦି ତମର ପୁଅ ଝିଅକୁ ଯଦି ବାଧା ବିଘ୍ନ ହେବା ବୋଲେ ମୁଇଁ ବାହା ବି ନେଇ ହୁଏ ଯେତେବେଳେ ଭୀଷ୍ମ ରାଜା ସତ୍ୟ କଲେ ସତ୍ୟବତୀଙ୍କୁ ଶାନ୍ତନୁ ବାହା ହେଇଥିଲେ ତ ଆଜ୍ଞାଙ୍କର ପ୍ରଶ୍ନ ଥିଲା କାଣା ଥିଲା ଜାଣିଛ କାଣା ଥିଲା ଗो ହେଲାରେ ହେଲା ଅଡୁଆ ହେଲା ବାପର ବିହା ପୁଅ କଲା ବେଲେ ଶାନ୍ତନୁକେ ବାହା କରିଥିଲେ ତାଙ୍କର ପୁଅ ଭୀଷ୍ମ ହେଲାରେ ହେଲା ଅଡୁଆ ହେଲା ବାପର ବିହାକେ ପିଲା କଲା ବେଲେ ସତ୍ୟବ୍ରତ ନୁହେଁ ଭୀଷ୍ମ ତାଙ୍କର ବାପା ଶାନ୍ତନୁକେ ବାହା କରିଥିଲେ ଗो ननीला आगो सत आगो सत करना नहीं
আগ সত্যবতী বিভা হেলা শুণরে নব ছয়লা সত্যবতী বিভা হেলা শুণরে নব ছয়লা গায়ক রত্নাকরে দেখ হে সুজন শুণ 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 দেই মন রমাকান্ত করিলে রচনা হে সুজন শুণ 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 দেই মন গায়ক তত্র রে